नमस्कार, गुड मॉर्निंग, जय आरसीएम। नमस्कार। 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 बहुत बहुत धन्यवाद आपण मानकु। आजिर सेशन बहुत महत्वपूर्ण गुरुकुल सेशन उपरे पुणी आमे आलोचना करिवा। ए सेशन जो गुरुकुल शाखा आमे चलाउचे जोटा कि टीसीजी प्रत्येक दिन कहते आज भी कहते ये गुरुकुल शाखा आम पई गोटे महत्वपूर्ण सेशन। तो या द्वारा आमे नवा भारत निर्माण आमे करि परिबा आउ आगु को बहुत बढ़ी परिबा। तो आज गुरुकुल विशेष करी गामा रीजनल ର ରେଜଲ୍ଟ ଉପରେ ଆଉ ତା ଛଡା ବିଶେଷ କରି ରୋଗମୁକ୍ତ ଭାରତ ଯେମିତିକି ईशा ईशा ମ୍ୟାଡାମ କହିଲେ କି ଘରେ ଯଦି ମୂଷା ମରିଯାଇଛି ତ ସେ ମୂଷାକୁ ବାହାର କରିବା ଟା ବୁଦ୍ଧିମାନର କାମ ହବ ନା ଘରେ ରୁମ୍ ଫ୍ରେଶନର ପକେଇକି ଘରକୁ ସ୍ମେଲ କୁ ହଟେଇବା ମାନେ ବୁଦ୍ଧିମାନର କାମ ହବ। ତ ବିଶେଷ କରି ଆମେ ମୂଷାକୁ ବାହାରକୁ ବାହାରୁ ଫୋପାଡ଼ି ଦବା ତ ତାକି ଆମେ ଘରର ସ୍ମେଲକୁ ଠିକ ରଖିପାରିବା। ତ ଯଦି କାହାର କୌଣସି ରୋଗ ହେଇଯାଇଛି ତ ତାକୁ ତାର ରୁଟ କଜ ଉପରେ କାମ କରିବା। ଗଛର ମୂଳରେ ପାଣି ଦେଲେ ଗଛଟା ବଞ୍ଚିବ, ଗଛର ଉପରେ ପାଣି ଦେଲେ ଗଛ ବଞ୍ଚିବ ନାହିଁ, ମରିଯିବ। ତ ଇଏ କାମ ଉପରେ ଆମେ ଧ୍ୟାନ ଦେବା ନିହାତି ଦରକାର। ସେଥିପାଇଁ 100 ରେଜଲ୍ଟ କ୍ଲବ ନିହାତି କରିବା ଜରୁରୀ। ଆଉ ୟା ଦ୍ୱାରା କମ୍ପାନୀ ତରଫରୁ ବହୁତ ବଡ଼ ଆକାରରେ ତିଆରି, ବହୁତ ବଡ଼ ଆକାରରେ ସମ୍ମାନ। ଆଜି ତ ଟିସି ସାର୍ ଏ କଥା ବି କହିଲେ ଯେ ବହୁତ ବଡ଼ ବଡ଼ ଯୋଉ ଡାଇମଣ୍ଡ ଆଚିଭର ମାନେ ଅଛନ୍ତି ତ ତାଙ୍କଠୁ ବି ବହୁତ ବଡ଼ ସମ୍ମାନ ଆମକୁ ମିଳିବ। ତ ଏକ ତ ହଉଛି ଫିଲ୍ଡରୁ ଆମକୁ ବହୁତ ବଢ଼ିଆ ସମ୍ମାନ ବି ମିଳିବ। 100 ରେଜଲ୍ଟର କ୍ଲବ ଆମକୁ କ'ଣ କରିବାକୁ ଅଛି, ଆମେ ପଏଣ୍ଟ ଆଉଟ୍ କରିବାକୁ ଅଛି। ଯେମିତିକି ଆରତି ଅପା ତାଙ୍କର ଗୋଟେ ପ୍ଲାନିଂ ଏବେ କରିଛନ୍ତି ତାଙ୍କର ଘରେ ତାଙ୍କ ଏରିଆରେ ଯୋଉଠି ରହୁଛନ୍ତି ଡୋମଡୋମାରେ ସେ ଗୋଟେ ହେଲ୍ଥ କ୍ୟାମ୍ପର ଅର୍ଗାନାଇଜ କରିଛନ୍ତି ରବିବାର। ହେଲ୍ଥ କ୍ୟାମ୍ପରେ ତାଙ୍କର କିଛି କାର୍ଡ ସେ ଏରିଆର ଲୋକଙ୍କୁ କାର୍ଡ କିଛି ବଣ୍ଟା ହଉଛି। ତ ସେମାନଙ୍କୁ ଇନଭାଇଟ କରାହଉଛି ଯେ ହେଲ୍ଥ କ୍ୟାମ୍ପ ହଉଛି। ତ ଏ ହେଲ୍ଥ କ୍ୟାମ୍ପରେ ଆମେ ସେଠି ପଏଣ୍ଟ ଆଉଟ୍ କରିଦେଇ ପାରିବୁ ଯେ କୋଉ ଲୋକଙ୍କୁ ଥାଇରଏଡ ହେଇଛି, କୋଉଠିକୁ ଡାଇବେଟିକ ହେଇଛି, କାହାକୁ ହାଇ ବ୍ଲଡ ପ୍ରେସର ହେଇଛି, କାହାକୁ ଆଉ କ'ଣ ବି ରୋଗ ହେଇଛି ଆମେ ତାକୁ ପଏଣ୍ଟ ଆଉଟ୍ ବି କରିବୁ। ସେଦିନ ପଏଣ୍ଟ ଆଉଟ୍ ଆମେ କରିସାରିବା ପରେ ତାଙ୍କୁ କିଛି ଇଣ୍ଟ୍ରୋଡକ୍ସନ ଆମେ ତାଙ୍କୁ ଦେଇ ସାରିବା ପରେ ତ ସେମାନଙ୍କର ଲ୍ୟାବରେ ଟେଷ୍ଟ ସେମାନଙ୍କର କରିକି ତାଙ୍କର ରିପୋର୍ଟ, ଗୋଟେ ଦିନର କାମ ନୁହେଁ ଇଏ 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 ଗୋଟେ ଲମ୍ବା କାମ। ଆମେ ଏତେ ବଡ଼ କାମ ଯେତେବେଳେ କରୁଛେ, ଯେତେବେଳେ ଦୁନିଆ ଆ, ମାନେ ମେଡିକାଲ ଖୋଲିବାରେ ବ୍ୟସ୍ତ ଅଛି, ଆମେ ମେଡିକାଲ ବନ୍ଦ କରିବାରେ ବ୍ୟସ୍ତ ଅଛେ। ତ ସେଟା ଗୋଟେ ବହୁତ ବଡ଼ କାମ, ଏଟା ଛୋଟ ମୋଟ କାମ କିଛି ନୁହେଁ। ଆଉ 100 ଲୋକଙ୍କର ଆମେ ଯଦି ରେଜଲ୍ଟ ଆମେ ରିପୋର୍ଟ ଆଣିଲେ ଆଉ 100 ଲୋକଙ୍କୁ ସିଡ୍ସର ଫର୍ମୁଲାରେ ଆମେ ତାଙ୍କୁ ସୁସ୍ଥ କରିବା ପାଇଁ ଚେଷ୍ଟା କଲେ ତ ସେଇଟା ଗୋଟେ ଆଉ ସେଥିରେ ସଫଳ ବି ହେଇଗଲେ ତ ସେଇଟା ଗୋଟେ ବହୁତ ବଡ଼ କଥା ଆମ ପାଇଁ। ତ ତା ପୂର୍ବରୁ ଗୋଟେ ଇନଫର୍ମେସନ ମୁଁ ଖାଲି ସମସ୍ତଙ୍କୁ ଦବାକୁ ଚାହୁଁଛି, ଆମ ଟିମରେ ସମସ୍ତେ ବି ଅଛନ୍ତି। ଆକ୍ଚୁଆଲି କାଲି ସାର୍ଙ୍କ ସହିତ ଚାନ୍ଦ ସାର୍ଙ୍କ ସହିତ କାଲି ଡିସ୍କସନ ହଉଥିଲା ଯେ ଆମର ପ୍ରାୟୋରିଟି ହଉଛି ଗୁରୁକୁଳ। ଗୁରୁକୁଳରେ ଯାହା ଶିଖିବା ସେ କଥା ଏଠି ଡିସ୍କସନ କରିବା। ତ ଆମେ ଗୁରୁକୁଳ ଯେତେବେଳେ ଆମର ସରିଯାଉଛି ଆମେ ସେତେବେଳେ ଏ ସେସନକୁ ଷ୍ଟାର୍ଟ କରିବା। ତ ଧନ୍ୟନ୍ତୁ କିଏ ଗୁରୁକୁଳରେ ବସିନାହିଁ ତ ଗୁରୁକୁଳ 5 ମିନିଟ ଲେଟ୍ ହେଇଯାଉଛି। ସପୋଜ ଆଜି ତ ଗୁରୁକୁଲ ଠିକ ସମୟରେ ସରିଛି, ସପୋଜ 5 ମିନିଟ କି 7 ମିନିଟ 10 ମିନିଟ ଡିସ୍କସନରେ ଲେଟ୍ ହେଇଯାଉଛି, ତାପରେ ତ ଆମେ ଷ୍ଟାର୍ଟ କରୁଛେ। ତ ଯଦି ଆମେ ଅ, ଆମର ଲୋକମାନେ ଯିଏ ବି ଆସୁଛନ୍ତି ତାଙ୍କୁ ଯଦି ଖାଲି ଆମେ 7:30 ବେଳେ କହିଦଉଛେ, 7:30 ବେଳେ ସିଏ ଆସୁଛନ୍ତି ତ ଆମେ ଏପଟରେ ଖୋଲିନେ ତ ସେତେବେଳେ ସେମାନେ କହୁଛନ୍ତି ନାଇଁ ନାଇଁ ଆଜି ବୋଧେ ମିଟିଂ ହବନି। କିନ୍ତୁ ତାଙ୍କୁ ସେଇ ଇନଫର୍ମେସନ ଦବା ଯଦି ଏଇଟା 7:30 ବେଳେ ଆମେ ଏଇ ଜୁମ୍ ମିଟିଂ ଗୁରୁକୁଳ ଶାଖା ଖୋଲି ନାହିଁ ତାହେଲେ ଆମେ ଗୁରୁକୁଳକୁ ଏଣ୍ଟ୍ରି କରିବା ଦରକାର ସେଇ ସମୟରେ। କାରଣ ଗୁରୁକୁଳରେ ଆମେ ଯାହା ଶିଖିବା ସେଟା ସରିଲା ମାନେ ଏଇଠି ଆମେ ସେଟା ଆରମ୍ଭ କରିବା। ଯେ- ଯଦି ମାନେ ମୋର କହିବା କଥା ଯଦି ମୁଖ୍ୟ ନଦୀରେ ପାଣି ନାହିଁ
ତାହେଲେ ଶାଖା ନଦୀରେ ବି ପାଣି ନାହିଁ। ତ ଇଏ ହଉଛି ଆମର ଗୋଟେ ଶାଖା, କିନ୍ତୁ ମେନ୍ ହଉଛି ମୁଖ୍ୟ ହଉଛି ଗୁରୁକୁଳ। ଗୁରୁକୁଳ ଆମେ ଆଟେଣ୍ଡ କରିବା। ଆଉ ଯଦି ସେଟା, ଯଦି ଆମେ ଲୋକମାନଙ୍କୁ ଆମେ ଏଇ କଥା ବି କହିବା ଯେ ଯଦି ଏଠି ଆରମ୍ଭ ହେଇନି ତାମାନେ ଗୁରୁକୁଳ ସରିନି, ଆଉ ଗୁରୁକୁଳକୁ ଆମେ ଦେଖିବା ଜରୁରୀ। ଲାଷ୍ଟ ମୋମେଣ୍ଟରେ ବି ଦିପଦ କଥା ତ ଆମେ ଶୁଣିପାରିବା। ତ ସେ କଥା ଆମେ ଇନଫର୍ମେଶନ ଦବା ନିହାତି ଜରୁରୀ। ସେ କଥା ଉପରେ ବି କାଲି ଚାନ୍ଦ ସାର୍ ବହୁତ ବହୁତ ଗୁରୁତ୍ୱ ବି ଦଉଥିଲେ। ଆଉ ଦେଖନ୍ତୁ, ପ୍ରତ୍ୟେକ କଥାକୁ ଏଠି ସବୁ କଥାକୁ ଚିନ୍ତା କରାଯାଉଛି, ସମସ୍ତଙ୍କ ସମସ୍ୟାକୁ ଚିନ୍ତା ବି କରାଯାଉଛି, କାମ ବି କରାହଉଛି। ଆଉ ତା ଦ୍ୱାରା ଆମେ ବହୁତ ବଡ଼ ନୂଆ ଭାରତର ନିର୍ମାଣ ଆମେ ତିଆରି କରିପାରିବା। ତ ସେ ଶୃଙ୍ଖଳା ଭିତରେ ଆମର ଯାହା ବି ଆକ୍ଟିଭିଟିଜ ଆମେ ରଖୁଛେ, ସବୁ ଆକ୍ଟିଭିଟିଜରେ ଆମେ ପ୍ରାଥମିକତା ଆମେ ଦବା ନିହାତି ଦରକାର ଯେ ସୁସ୍ଥ ଭାରତ, ରୋଗମୁକ୍ତ ଭାରତ, କାହାକୁ ରୋଗ ନ ହଉ, ସମସ୍ତେ ସୁଖରେ ରୁହନ୍ତୁ, ଭଲରେ ରୁହନ୍ତୁ, ପ୍ରାଥମିକତା ଆମେ ଏଇଠି ରଖିବା ଦରକାର। ଆଉ ୟା ଦ୍ୱାରା ଆମେ ବହୁତ ବଡ଼ ମକସଦରେ ଆମେ ଭରପୁର ହେଇଯିବା, ଯୋଉଠିକି ଯୋଉଠିକି ପୁରା ଦୁନିଆ ଲୋକଙ୍କୁ ଅଖାଦ୍ୟ ଖାଇବାରେ ବ୍ୟସ୍ତ କରୁଛି। ଆଉ କିଛି ଏ ଦୁନିଆ ଯୋଉମାନେ କି ଅସୁସ୍ଥରେ ପଡ଼ିଲେ ସେମାନଙ୍କଠୁ ଲୁଟିବାରେ ବ୍ୟସ୍ତ ରହିଛି। ସେଠି ଆମର ଗୋଟେ ଚିନ୍ତାଧାରା, ଆମର ଗୋଟେ ଭାବନା ଅଲରେଡି ଅଲଗା। ଆଉ ଯୋଉଟା କି ଆମର ଟିସି ସାରଙ୍କ ଦ୍ୱାରା ଗୁରୁକୁଳ ମାଧ୍ୟମରେ ଆମକୁ ଶିକ୍ଷା ଆମକୁ ମିଳିପାରୁଛି। ଆଉ ତା ଦ୍ୱାରା ଆମେ ରୋଗମୁକ୍ତ ଭାରତ ତିଆରି କରିଦେଇ ପାରିବା। ତ ସେଥିଲାଗି ଆମେ ଯାହାବି କାମ ଆମେ କରୁଛେ, ପୁରା ସକାଳରୁ ରହିକି ରାତି ପର୍ଯ୍ୟନ୍ତ ଆମେ ପ୍ରାଥମିକତା ଆମେ ଦବା 100 ରେଜଲ୍ଟ ବାଲା କ୍ଲବ, ତାକୁ ବିଧିବଦ୍ଧ ଭାବେ ସେ ଡିକ୍ଲାରେସନ ହବ। ତ ତା ପୂର୍ବରୁ ଆମକୁ ଆଗରୁ ଯେମିତି ପ୍ରି ଲଞ୍ଚିଂ, ଆମେ ଗୁରୁକୁଳରେ ବସିଛେ ବୋଲି ଆମକୁ ପ୍ରି ଲଞ୍ଚିଂ ଆମକୁ ଆଗରୁ ଜଣା ପଡୁଛି, ତାକୁ କରିବା। ତା ପୂର୍ବରୁ ମୁଁ କହିବି ଯେ ଆଉ ଗୋଟେ ଡିକ୍ଲାରେସନ, ଯେମିତି କି ସେହତ କି ସିତାରେ ହଉଛି କଣ ନା ନା ନିଜକୁ ଆଗେ ଯାଞ୍ଚ କରିବା। ଧନ୍ୟନ୍ତୁ ଆମର କାହାର ଡାଇବେଟିକ ଅଛି, କାହାର ଥାଇରଏଡ ଅଛି, କାହାର କଣ ବି ଅଛି, ରୋଗ ଅଛି, ନିଜର ଆଗେ ଆମେ ଯାଞ୍ଚ କରିକି ତା ରିପୋର୍ଟ ଆଜି ଆମେ ରଖିବା। ତା ରିପୋର୍ଟ ଆମେ ରଖି ସାରିବା ପରେ ସେ ସେ ରିପୋର୍ଟ ଅନୁସାରେ ଆମେ ସିଟ୍ସକୁ ନିଜେ ଆମେ ଫଲୋ କରିକି, ତ ସେଥିରେ ଆମେ ନିଜକୁ ନିଜେ ଆଗେ ଟ୍ରିଟମେଣ୍ଟ ନିଜେ ନିଜେ କରିବା। ଯାହା ଯାହା ଆମର ପ୍ରଡକ୍ଟ ଦରକାର ତାକୁ ଆମେ ବ୍ୟବହାର କରିକି ଆମେ ନିଜେ ସୁସ୍ଥ ରହିପାରିବା। ତା ଛଡା ଆମେ ସୁସ୍ଥ ରହି ସାରିବା ପରେ 3 ମାସ ପରେ ଆମର ଯୋଉ ରିପୋର୍ଟକୁ ଆମେ ନିଜେ, ତାର ଭିଡିଓ ଆଉ ତାର ରିପୋର୍ଟ ଆମେ ନିଜେ ଦେବା ଦ୍ୱାରା କଣ ହବ ନା, ପୁରା ଭାରତ ବର୍ଷରେ ବହୁତ ବଡ ବଡ ଯେମିତି ରୂପାନ୍ତରଣ ଯାତ୍ରା ସବୁ ଜାଗାରେ ହଉଛି, ସେମିତି ତାର ବି ବହୁତ ବଡ ବଡ ସେଲିବ୍ରେସନ ସବୁ ହବ। ଯୋଉମାନେ ସେହତ କି ସିତାରେ ନିଜ ଶରୀରକୁ ନିଜେ ସୁସ୍ଥ କରିଛନ୍ତି, ତାମାନେ ମୋ କହିବା କଥା ଯିଏ ନିଜକୁ ନିଜେ ଭଲ ପାଉଛି, ତ ସେମାନଙ୍କୁ ହିଁ ସମ୍ମାନିତ କରାଯିବ। ତ ଏତେ ବହୁତ ବଡ କଥା, ଏଇ ଦୁଇଟି କଥା ସେହତ କି ସିତାରେ ହଉଛି ପ୍ରଥମ କଥା। ଦ୍ୱିତୀୟ କଥା ଯେ 100 ରେଜଲ୍ଟ କ୍ଲବ, ନିଜକୁ ନିଜେ ସୁସ୍ଥ କରିବା, ନିଜକୁ ନିଜେ ଭଲ ପାଇବା, ତା ସହିତ ଆଗକୁ ବି ଆମେ ବହୁତ ବଢିପାରିବା। ଓକେ, ଥ୍ୟାଙ୍କ ୟୁ। ଆଜି ଆରତୀ ଅପା ତ ହ୍ୟାଣ୍ଡ ରାଇଜ କରିକି ଗୁରୁକୁଳରେ ପୁରା ଅଲ୍ ଓଭର ଇଣ୍ଡିଆ ସାମ୍ନାରେ ତାଙ୍କର ମତାମତ ବି ଦେଲେ। ଆଉ ଆଜି ତାଙ୍କଠୁ ଷ୍ଟାର୍ଟ କରିବା। ଅପା ୱେଲକମ୍। ଜୟ ଆସିଏମ୍, ସମସ୍ତଙ୍କୁ ନମସ୍କାର। ଆଜି ମୋର ଟିକେ ଥଣ୍ଡା ଟିକେ ହେଇଯାଇଛି, S5 ଖାଇଲି, ଭଲ ଅଛି ଟିକେ କାଲିଠୁ। S5 ଭଲ କାମ ଦଉଛି। ଆଉ ଯାହା କହିଲେ ସତ ଝିଅକୁ, ନିଜେ ସୁସ୍ଥ ରହିଲେ ଆମ ନିଜ ରିପୋର୍ଟ ଆମେ ନିଜେ ଆଗ ତୈୟାର କରିବା। ଧର ଥାଇରଏଡ ଟେଷ୍ଟ କରିବା, ଡାଇବେଟିସ ଟେଷ୍ଟ କରିବା, ଗୋଟେ ମାସ ସବୁ ରିପୋର୍ଟଟାକୁ ଆମ ନିଜର ଆଗେ ନିଜେ ରଖିବା। ତାପରେ ଆମେ ତ ଏମିତିରେ ବି ଗାମା ଅରିଜିନାଲ ଖାଉଛୁ, ଥଣ୍ଡା ହେଲେ S5 ଖାଉଛୁ। ଆଉ ତା ମଧୁସୂଦନ ତ ଆମର ଆବଶ୍ୟକତା ମୋର ପଡିନି, କାହିଁକିନା ମୋର ଡାଇବେଟିସ ନାହିଁ ତଥାପି ଖାଇଲେ ଭଲ କହୁଛନ୍ତି ସବୁ। କିନ୍ତୁ ମୋ ହଜବେଣ୍ଡ ଖାଉଛନ୍ତି ଓମେଗା, ଭେଜ ଓମେଗା ଖାଉଛନ୍ତି, ନ୍ୟୁଟ୍ରିଚାର୍ଜ ମ୍ୟାନ ଖାଉଛନ୍ତି, ତାଙ୍କୁ ମୁଁ ସବୁ ଦଉଛି। ଗାମା ଅରିଜିନାଲ ଦଉଛି। ଘରର ମୁରବି ଯଦି ସୁସ୍ଥ ରହିଲା ତାହେଲେ ସିଏ ଆମକୁ ହେଲ୍ପ କରିବ। ମେନ୍ କଥା ହେଲା ଆମର ମାନେ
ମେନ୍ ପାୱାର ବେଶୀ ସେଇ ହେଲେ ଘରର ମେନ୍ ପାୱାର। ମୁଁ ତାଙ୍କୁ କୋଟି କୋଟି ପ୍ରଣାମ କରୁଛି। ସେ କଥା ନୁହଁ, ଆମେ ନିଜେ ସୁସ୍ଥ ରହି ଆମେ 100 କ୍ଲବରେ ଭାଗ ନେବା। ଆଉ ସମସ୍ତଙ୍କୁ ଏଇ ଯୋଉ କାର୍ଡ ମୁଁ କରିଛି ସମସ୍ତଙ୍କୁ ଦେଇକି ତାଙ୍କର ଯୋଉ ସିଟ୍ସରେ ତାଙ୍କ ଇଏଟା ଆଣିବି। ଆଜି ମୁଁ ତାକୁ ଜେରକ୍ସ କରିବାକୁ ଦେଇଦେବି। ସେ ତ ଜମା 3ଟି ଦେଇଛନ୍ତି ଆମକୁ ଜେରକ୍ସ କରିବାକୁ। କାଲି ପ୍ରବୀଣା ମ୍ୟାଡାମ ସାଙ୍ଗରେ କଥାବାର୍ତ୍ତା ହେଲି, ମିତାଞ୍ଜଳି ମ୍ୟାଡାମଙ୍କ ସହିତ କଥାବାର୍ତ୍ତା ହେଲି। ସେମାନେ ପୁରା ଏକ୍ସାଇଟେଡ ଏଇ ମିଟିଂ ପାଇଁ। ମୋ କ୍ଲବରେ ଏତିକି ମୁଁ ସତରେ ଭଲ ପାଉଛି ଯେ ମୋ ଟିମ୍ ମୋ କଥା ବହୁତ ଶୁଣନ୍ତି। ସେଥିପାଇଁ ମୁଁ ତାଙ୍କୁ ବହୁତ ଭଲ ପାଏ। ସେଇଟା ହେଲା ମୋର ବହୁତ ଭଲ ମାନେ ଇଏ ମୁଁ କହିପାରିବି। ଆଉ କଣ କହିବି, କେମିତି ମିଟିଂ ଟା ସକ୍ସେସଫୁଲ ହବ ସେଥିପାଇଁ ମୋର କେମିତି ମାନେ ହଲ୍ ଟା ପୁରା ପୁରିବ ସେଥିପାଇଁ ମୁଁ ଭାରି ଏକ୍ସାଇଟେଡ ଅଛି। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ଆ, ଆମେ ତା ଉପରେ କାମ କରିବା ନିହାତି ଜରୁରୀ। ଆଉ ଇଏ ବି ଗୋଟେ ପ୍ରେରଣା ଆମ ପାଇଁ। ଅମିୟ ବାବୁ ଆପଣ କୁହନ୍ତୁ। ସାର୍ ନମସ୍କାର। ନମସ୍କାର। ସମସ୍ତଙ୍କୁ ଜୟ ଆର୍ସେମ ଶୁଭେଚ୍ଛା। ଆଜି ଗୁରୁକୁଳର ଯେମିତି କହେ ସବୁଥିରେ ଭିନ୍ନତା ଥିଲା ମତେ ଲାଗେ। ଆଉ ଆଜି ମଧ୍ୟ ମୁଁ ଜଏନ୍ କରିଥିଲି। ଆଉ ଟିସିଜି କହିଲେ ଯେ ପ୍ରଥମେ ଆମେ ଭିଡରୁ ବାହାରିବାକୁ ହେଲେ ନିଜକୁ କିଛି କରିବାକୁ ପଡିବ। ଭିଡ ଭିତରେ ରହିଲେ ଆମେ କିଛି କରିପାରିବାନି। ଲିଡର ହବାକୁ ଯେମିତି ମାନେ କହନ୍ତି ଯେ ଭିଡରୁ ବାହାରିଲେ ଲିଡର ହବାକୁ ପଡିବ, ସେମିତି ଭିଡରୁ ବାହାରି ଯିବାକୁ ପଡିବ। ତେଣୁ ଯେତେବେଳେ ସାରା ଭାରତ ମେଡିକାଲ ତିଆରି କରିବାରେ ବ୍ୟସ୍ତ, ଆମେ ମେଡିକାଲ ବନ୍ଦ କରିବାରେ ବ୍ୟସ୍ତ। ତେଣୁ 100% ରେଜଲ୍ଟ କଥା କହିଲେ ଟିସିଜି। ଯଦି ଆମ ପାଖରେ 100% ରେଜଲ୍ଟ ରହିବ ତାହେଲେ ଲୋକମାନେ ଡକ୍ଟରକୁ ସମ୍ମାନ କରୁଛନ୍ତି, ସେମାନେ ଆମକୁ ମଧ୍ୟ ସମ୍ମାନ କରିବେ। ତେଣୁ ଏସବୁ କରିବାକୁ ଗଲେ କଣ, ଯାଆନ୍ତୁ ଆରତି ମ୍ୟାଡାମ ଯୋଉ ବଡ ବ୍ୟାସ ଜାରି କରିଛନ୍ତି ତାଙ୍କୁ ଶୁଭେଚ୍ଛା ଅଭିନନ୍ଦନ ମୋତେ ଏକ୍ସଟ୍ରା ସମସ୍ତଙ୍କ ଠାରୁ ବହୁତ ଭଲ ଲାଗେ ତାଙ୍କର ଆଟିଚ୍ୟୁଡ। ଆଉ ସେ ମଧ୍ୟ ଆଜି ଗୁରୁକୁଲରେ ହ୍ୟାଣ୍ଡ ରାଇଜ କରି ମଧ୍ୟ ତାଙ୍କ ଭାଷଣ ଦେଇଥିଲେ, ବହୁତ ବଢିଆ। ଆଉ ସେଇଟାକୁ ମଧ୍ୟ ମୁଁ ବହୁତ ଆଗରୁ ପ୍ରୟାସ କରିଥିଲି କିନ୍ତୁ ମଝିରେ ଅସୁବିଧା କରିପାରିନି। ତ ପୁଣି ବି ଆଜିଠାରୁ ଆଉ ଗୋଟେ ଉର୍ଜା ବି ମିଳିଲା, କରିବାକୁ ପଡିବ ମତେ। ଆଉ ଦ୍ୱିତୀୟ କଥା ହଉଛି ଯୋଉ ନିଜ ଘରୁ ଯୋଉ ଖୁଦ ସେ ଷ୍ଟାର୍ଟ करना पड़ेगा। ନିଜ ଘରେ ମଧ୍ୟ ମୁଁ ନିଜେ ବି ନିଜେ ବ୍ୟବସ୍ଥା କରୁଛି। ଆଉ ମ୍ୟାଡାମ ଗୋଟେ କଥା କହିଲେ ଯେ ମୁଁ ଖାଉନି, ଯୋଉ ଏଟା ଆମର ମଧୁସୂଦନ ରସ, ସେଟା ଖାଇବା ବି ଦରକାର ପଡ଼ିଲାନି। ମୋର ଡାଇବେଟିସ୍ ମଧ୍ୟ ନାହିଁ। ମୁଁ ରାତିରୁ ଉଠି ଟିକେ ଥଣ୍ଡା ମତେ ପ୍ରବଳ ହେଇଯାଇଛି। କାଲି ମଧ୍ୟ ମୁଁ କଟକରେ ଯାଇଥିଲି ଭୋରୁ, ତେଣୁ ତା ସତ୍ତ୍ୱେ ମଧ୍ୟ ମୁଁ ଗାମାର୍ଜିନାଲ ୟୁଜ କରୁଛି 6ଟା। ଆଉ କିଛି ସମୟ ପରେ ମଧୁସୂଦନ ରସ, ତା ଉପରେ ତୁଳସୀ ଆଉ ମହୁ ମଧ୍ୟ ମୁଁ ୟୁଜ କରିଛି। ଆଉ ଏବେ ଜଷ୍ଟ ଉଠେଇକିରି ଆସିଲି ଗୁରୁକୁଳ ଭିତରେ ଶେଷ ଆଡକୁ, ଡାଇଟ୍ ଏବଂ ଆମର ଯୋଉ ଗେନର ତା ସହିତ ମଧ୍ୟ S5 ଖାଇଲି, କାହିଁକିନା ଦିନମାନ ମତେ ଆହୁରି କିଛି ବହୁତ କିଛି କରିବାକୁ ପଡିବ। ପୁଣି ଆଉ ଖାଇ ସାରିଲା ପରେ ମଧ୍ୟ ମ୍ୟାନ୍ ଏବଂ ଭେଜ ଓମେଗା ଏବଂ ଦିନମାନ ତାର ପର୍ଯ୍ୟାୟକ୍ରମ ସବୁ ଚାଲିବ। ବିଶେଷ ସନ୍ଦେଶ ଆମ ଘରକୁ ସମସ୍ତେ ବୋଧେ ୟୁଜ କରୁଛନ୍ତି, ବାହାରେ ଯୋଉ ରହୁଛନ୍ତି କେତେବେଳେ ଭୁଲି ଯାଉଛନ୍ତି ପିଲାମାନେ। ଠିକ କଥା ଅଛି, ନିଜ ଘରୁ ଆମେ ଷ୍ଟାର୍ଟ କରିଛେ। ନିଜ ଘରୁ ତ ଷ୍ଟାର୍ଟ କଲେ ଆମକୁ ନିଜକୁ ନିଜେ ଦେଖିବା, କିନ୍ତୁ 100% ରେଜଲ୍ଟ କ୍ଲବରେ ସାମିଲ ହେବାକୁ ହେଲେ ସେଇଭଳି କାର୍ଡ ମୁଁ ଛପେଇ ସାରିଛି, ତାକୁ ୟୁଟିଲାଇଜ କରିନି। ଆଉ ତାକୁ ଖୁବ ଶୀଘ୍ର ମଧ୍ୟ କରିବି, ଆପଣମାନଙ୍କର ସହଯୋଗ ମଧ୍ୟ ଦରକାର। ଆଉ ଦ୍ୱିତୀୟ କଥା ହଉଛି ଆମେ କଲେ ହବନି, ଆମ ଟିମକୁ ଗୁରୁକୁଳକୁ ଡାକିବାକୁ ପଡିବ। ଆମେ କହୁଛେ କୋଉଠି କାହିଁକି ସେ ଆସୁନାହାନ୍ତି, ମୁଁ ତ ସମସ୍ତଙ୍କୁ ଡାକୁଛେ। ଆଉ ଆଜି ଯୋଉ ପଏଣ୍ଟ ଆପଣ କହିଲେ ଭଲ କହିଛନ୍ତି, ବହୁତ ଲୋକଙ୍କୁ ଆଜି ବି ଡାକିଥିଲି, କିଛି ଲୋକଙ୍କୁ, ବହୁତ ଲୋକ ନେଇ ବହୁତ ବ୍ୟସ୍ତ ଅଛନ୍ତି। ମୁଁ କହିଲି ଠିକ ଅଛି, ବ୍ୟସ୍ତ ତ ଅଛନ୍ତି, 7:30 ବେଳକୁ ଆସନ୍ତୁ। କିଏ ଆସିଲା ନ ଆସିଲା ମୁଁ ଆଉ ଦେଖିପାରୁନି ଏପର୍ଯ୍ୟନ୍ତ। ନହେଲେ ବି ତାଙ୍କୁ ଆଜି ଦିନମାନ ଭିତରେ ଇନଫର୍ମ କରିବି, ତାଙ୍କୁ ମଧ୍ୟ ଭିଡିଓ ପଠେଇବି, ତାଙ୍କ ସହିତ ମଧ୍ୟ ଫୋନ କରି କଥାବାର୍ତ୍ତା ହେବି। ତେଣୁ ଆପଣମାନଙ୍କର ଯୋଉ ଉପଦେଶ ବା ଯୋଉ ଗୁରୁକୁଳ ଯୋଉ ଶାଖା, ସେଇଟା ଆମ ପାଇଁ ବହୁତ ଉପାଦେୟ ହଉଛି, ହବ ମଧ୍ୟ। ତେଣୁ ଧୀରେ 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 ଆମର କୋଉଠି କମି ଅଛି, ଡାକିବାରେ କୋଉଠି କମି ଅଛି, କହିବାରେ କୋଉଠି କମି ଅଛି, କାମ କରିବାରେ କୋଉଠି କମି ଅଛି, ସେଇଟାକୁ ମଧ୍ୟ ଯେମିତି ନିଜ ଘରୁ ଆମେ ରୋଗମୁକ୍ତ କରୁଛେ, ସେମିତି ମଧ୍ୟ ଆମ କଥା କହିବା, ଚାଲିବା ଆଉ ତାଙ୍କ ସହିତ ବ୍ୟବହାର କରିବା, ତା ଭିତରେ କୋଉଠି କମି ଅଛି ସେଟାକୁ ଆମେ ମଧ୍ୟ ଆଲୋଚନା କରିବାକୁ ପଡିବ। ଓଭର ଟୁ ଶପଥ ସାର୍। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା।
ଶହେ ଆକ୍ଚୁଆଲି ଏଟା 100 ରେଜଲ୍ଟ କ୍ଲବ ଯୋଉଟା 100 ଜଣଙ୍କର ଆମେ ରିପୋର୍ଟ ତିଆରି କରିବା। ଟେଷ୍ଟିମୋନିଆଲ ରିପୋର୍ଟ ସାର୍। ହଁ, 100 ଜଣଙ୍କ ରିପୋର୍ଟ ତିଆରି କରିବା। ତ ସେମାନଙ୍କର ଆମେ ଗୋଟେ ଦିନ ତ ହବନି। ତ ତାକୁ ହୁଁ ଆମ କାମ ଭିତରେ ଯାହାର ଥାଇରଏଡ୍ ଅଛି କିମ୍ବା କାର ଡାଇବେଟିକ୍ ଅଛି, ହାଇ ବିପି ଅଛି କିମ୍ବା ଆଉ କଣ ଅସୁବିଧା ଅଛି କିମ୍ବା ଅଧିକା ଫ୍ୟାଟ ଅଧିକା ହେଇଯାଉଛି, ଅଧିକା ମୋଟା ହେଇଯାଉଛି, ତ ୟାର ରିପୋର୍ଟ ଆମେ 100 ଜଣଙ୍କର ଆମେ ରେଡି କରିବା। ତ 100 ଜଣଙ୍କର ରେଡି କରିବା ଆଉ ତାଙ୍କର ରିପୋର୍ଟକୁ ରଖିବା। ତ ସେ ରିପୋର୍ଟ ଅନୁସାରେ ଆମେ ସିଡ୍ସର ଫର୍ମୁଲାରେ, ତ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ମାନେ ଆମେ ଆଗରୁ ଯାହା କରୁଥିଲେ, ଗାମା ଅରାଜିନାଲ ଖାଉଥିଲେ, ନ୍ୟୁଟ୍ରିଚାର୍ଜ ମ୍ୟାନ୍ ଖାଉଥିଲେ କି ଭେଜ ଓମେଗା ଖାଉଥିଲେ, ସେ ତ ଅଲଗା କଥା। କିନ୍ତୁ ଆଜି ଗୋଟେ କଣ କୁହାଉଛି ଯେ କୁହାଯାଇଥିବା ଫର୍ମୁଲାରେ ଆମେ ତାକୁ କରିବା। ତ କୁହାଯାଇଥିବା ଫର୍ମୁଲା କଣ ନା ସିଡ୍ସର ଫର୍ମୁଲାରେ ଆମେ କଣ କଣ କରିବା ଦରକାର, କଣ କଣ ଏକ୍ସରସାଇଜ କରିବା ଦରକାର, କେମିତି କେମିତି ଆମ ଜୀବନଶୈଳୀ ରହିବା ଦରକାର, ଆଉ ତା ସହିତ ଆମେ କଣ କଣ ଖାଇବା ଦରକାର। ତ ସେଇଟା ଆମେ ଯେତେବେଳେ ସିଡ୍ସ ଫର୍ମୁଲାରୁ ଆମେ ଜାଣିପାରିଲେ, ତ ସେଇଟା ଆମକୁ ଯୋଉ ବୁକ୍ ଆମକୁ ମିଳିଛି ସେ ବୁକ୍ ମାଧ୍ୟମରେ ସବୁ ଆମକୁ ମିଳିଯାଇଛି। ତ ତା ଉପରେ ତିଆରି ହବା ପାଇଁ ବି କାଲି ଟିସି ସାର୍ ଆମକୁ କହିଛନ୍ତି, ଆମେ ବି ନିଜେ ତିଆରି ହେଇକି ହ୍ୟାଣ୍ଡରାଇଜ କରିକି ପୁରା ପ୍ୟାନ୍ ଇଣ୍ଡିଆ, ଅଲ୍ ଓଭର ଇଣ୍ଡିଆ ସାମ୍ନାରେ ଆମେ ବି କହିପାରିବା କାଲି। ତ ସେଟା କରିବା। ତ ୟା ଦ୍ୱାରା ଆମେ 100 ରେଜଲ୍ଟ କ୍ଲବରେ ଆମେ ସାମିଲ ହେଇଯାଇପାରିବା। ଆଉ ସେହତ କି ସିତାରେ ବି ସାମିଲ ହେଇଯାଇପାରିବା, ଯୋଉଥିରେ କି ଆମେ ନିଜକୁ ନିଜେ ଆମକୁ ଆରସିଏମ ପ୍ଲାଟଫର୍ମ ତ ସମ୍ମାନ ଦବ ତ ଦବ, ତା ସହିତ ନିଜକୁ ନିଜେ ଗର୍ବ କରିପାରିବା ଆମେ 100 ଜଣଙ୍କର ରୋଗକୁ ଭଲ କରିବାରେ, ମାନେ ସମ୍ପୂର୍ଣ୍ଣ ରୋଗକୁ ଭଲ କରିବାରେ। ଏମିତି ନୁହେଁ ଯେ ମାନେ ଦବାଇ ଦବ, ନାଇଁ, ସମ୍ପୂର୍ଣ୍ଣ ରୁଟ୍ କଜରୁ ଆମେ ଭଲ କରିବାରେ ନିଜକୁ ନିଜେ ଆମେ ହେଲ୍ପ କଲେ। ବହୁତ ବଢିଆ କଥା। ସାହୁ ଭାଇ କୁହନ୍ତୁ। ସମସ୍ତଙ୍କୁ ନମସ୍କାର। ଆଜି ତ ବହୁତ ବଢିଆ ଜିନିଷ ଆଲୋଚନା କଲେ ଯେ, ନମସ୍କାର ଭାଇ। ହଁ ନମସ୍କାର। ସେହତ କି ସୀତାରେ ତା ସହିତ ସିଡ୍ସ ଫର୍ମୁଲା, ଆମେ ଯଦି ୟାକୁ ଆପଣେଇବା ତାହେଲେ ବହୁତ ବଡ ସକ୍ସେସ୍ ହବା। ଗୋଟିଏ କଥା ହଉଛି ଯେ ଟିସିଜି ଆଜି ଯେମିତି କହିଲେ, କାଲି ବି କହିଥିଲେ, ଟିସିଜିଙ୍କର ବାଣୀକୁ ଆମେ ଅକ୍ଷର ଅକ୍ଷର ପାଳନ କରିବା, ଏଇଟା ଦରକାର। ତା ପାଇଁ ଆଉ ଗୋଟେ ଭଲ ଜିନିଷ ହଉଛି ଟିମ୍ରୁ କିଛି ଲୋକଙ୍କୁ, ଟିମ୍ର ଲୋକଙ୍କୁ ଆମେ ସାମିଲ କରିବା କୋଉଠି ଗୁରୁକୁଳରେ। ଯଦି ଗୁରୁକୁଳରେ ଆମେ ସାମିଲ କରିଦେଲେ ତାହେଲେ ବହୁତ ବଡ ସକ୍ସେସ୍ ହେଇଯାଇପାରିବ। ଯେମିତିକି ସିଡ୍ସ ଫର୍ମୁଲାକୁ ଆମେ ଆପଣେଇବା କେତେବେଳେ ନା 100 ରେଜଲ୍ଟ କ୍ଲବରେ ଯେତେବେଳେ ଆମେ ସାମିଲ ହବା। 100 ରେଜଲ୍ଟ କ୍ଲବରେ, ଯେମିତିକି ମୁଁ ଗୋଟେ ଆମର ସେ ଯୋଉ ଭଣଜା ବାବୁ ତାର ରିପୋର୍ଟ ସଂଗ୍ରହ କରି ରଖିଛି, ସେମିତି ଆମେ ସଂଗ୍ରହ କରି ରଖିବା କୋଉଟେ ପ୍ରାଇମେରୀ ଷ୍ଟେଜରେ, ପୁଣି ପରବର୍ତ୍ତୀ ଷ୍ଟେଜରେ 3 ମାସ ପରେ ପୁଣି ସେ ରିପୋର୍ଟ ସଂଗ୍ରହ କରିବା, ଯାହାଫଳରେ କି ଆମେ ଜାଣିପାରିବା କେତେ ଇମ୍ପ୍ରୁଭ କରିଛି ଆଉ କୋଉ କୋଉ ପ୍ରଡକ୍ଟ, ଯେମିତି ନ୍ୟୁଟ୍ରିଚାର୍ଜ ହୋମ୍ୟାନ୍ ଦେଇଛି ଆଉ ଗାମା ଦେଇଛି ଖାଇବା ପାଇଁ। ସେଇଭଳି ଆମେ ଯଦି 100 ଜଣଙ୍କର ରେଜଲ୍ଟ କ୍ଲବରେ ଆମେ 100 ଜଣଙ୍କ କୁ ଯଦି ଆମେ ତା ରିପୋର୍ଟ ରଖି ଆମେ ୟୁଜ୍ କରିକି ଆମେ ସିଡ୍ସ ଫର୍ମୁଲାରେ ଦବା, ତାହେଲେ ବହୁତ ବଡ ସକ୍ସେସ୍ ହେଇଯାଇପାରିବା। ସେଥିପାଇଁ ଉଦ୍ୟମ ଟିମ୍ରେ ବି ମଧ୍ୟ ସେଇଭଳି କରେଇବା ଦରକାର, ଯାହାଫଳରେ କି ଆମର ଗୁରୁକୁଳରେ ଯେମିତି ଆସିପାରିବେ, ଗୁରୁକୁଳରେ ସାମିଲ ହବା ଦରକାର। ଅବଶ୍ୟ ମୁଁ ବହୁତ ଲୋକଙ୍କୁ ଆଜି ଫୋନ କରିଥିଲି, କିନ୍ତୁ ଆହୁରି କିଛି କମି ରହିଯାଉଛି, ଯାହାଫଳରେ କି ସେମାନେ ସାମିଲ ହେଇପାରୁନାହାନ୍ତି। ତାକୁ ବି ଦୃଷ୍ଟିରେ ରଖି କାମ କରିବାକୁ ପଡିବ। ଫୋନରେ ଯୋଗାଯୋଗ କରିବାକୁ ପଡିବ। କୋଉମାନଙ୍କର ମୋବାଇଲ ନାହିଁ ସେମାନଙ୍କୁ ମୋବାଇଲରେ ଡାଉନଲୋଡ କରିବାକୁ ପଡିବ। ଯୋଉଠି ବସିବା ଆଉ ଗୁରୁତ୍ୱପୂର୍ଣ୍ଣ କାମ। ଭଗବତୁ ସଦ୍ବୁଦ୍ଧି ହଉ। ଓକେ, ଥ୍ୟାଙ୍କ ୟୁ। କେବଳ ଯେ ଆମେ ଆମ ସାର୍ ପ୍ରଡକ୍ଟକୁ, ଟିକେ ସାର୍, ହଁ କୁହନ୍ତୁ। ହ୍ୟାଲୋ। ହଁ ସାର୍ କୁହନ୍ତୁ। ଯୋଉ ଆରତି ମ୍ୟାଡାମ ଯୋଉଠି କରିବେ ଡୁମଡୁମାରେ, ତାର ଆଡ୍ରେସ ଟା ଟିକେ ଦେଲେ ଭଲ ହୁଅନ୍ତା, ଅନ୍ୟମାନଙ୍କୁ ଆମେ ଇନଫର୍ମ କରିପାରନ୍ତେ। ଓକେ ଆଉ ଓକେ, ସେ ମଧ୍ୟ ଯୋଉ କାର୍ଡ ଛପେଇଛନ୍ତି ତାର ଯଦି ଆମେ ହ୍ୱାଟ୍ସଆପ ରେ ଆମେ ତାଙ୍କ ପାଖକୁ ପଠେଇ ଦେଇ ପାରିବା, ଆଉ ଟିକେ ବହୁତ ଭଲ ହୁଅନ୍ତା ଭୁବନେଶ୍ୱର ଲୋକମାନଙ୍କ ପାଇଁ। ଠିକ ଅଛି। ଡୁମଡୁମାରେ ମୁଁ ଆଜ୍ଞା। ଆପଣଙ୍କୁ ଦେଇଦେବି, ଆଡ୍ରେସ ଦେଇଦେବି, କିଛି ଅସୁବିଧା। ଆଡ୍ରେସ ନାହିଁ, ସେ ଯୋଉ କାର୍ଡ ଛପେଇଛନ୍ତି ହଁ, ସେ କାର୍ଡ ଟା ଯଦି ଆମେ ହ୍ୱାଟ୍ସଆପ ରେ ପଠେଇ ଦେଇ ପାରିବା କିଛି ଲୋକଙ୍କ ପାଖକୁ, ଠିକ ଅଛି। ଭାବୁଛି ଓକେ ଟିକେ ଭଲ ହବ। ଓକେ ଓକେ, ଠିକ ଅଛି, ଆଜ୍ଞା। ସେୟା କରିବା। ଓକେ, ଥ୍ୟାଙ୍କ ୟୁ।
ମୁଁ କହିବା କଥା ଯେ ଏଠି ଗୋଟେ ବହୁତ ବଡ଼ କଥା ଯେ କେବଳ ଆମେ ଗାମା ଅରାଇଜିନାଲ କିମ୍ବା ଭେଜ ଓମେଗା ବିକିବାକୁ ଆସିନେ। ଆମେ ତାଙ୍କୁ ସୁସ୍ଥ ରଖିବା ପାଇଁ ଆସିଛେ। ତା ପାଇଁ ଧରି ନିଅନ୍ତୁ କାହାର ହିମୋଗ୍ଲୋବିନ୍ କମ୍ ଅଛି, ଆଉ କ'ଣ କ'ଣ କରିବା ଦ୍ୱାରା ତା ହିମୋଗ୍ଲୋବିନ୍ ଡେଭଲପ୍ ହେଇପାରିବ। ତ ତାର ଫର୍ମୁଲା ଆମର ଅଲରେଡି ସେ ବୁକ୍ରେ ଅଛି। ସବସେ ପେହଲେ ସେହତରେ ସେଥିରେ ଆମେ ତାକୁ ଫଲୋ କରିବା, ଆଉ ତା ଦେହରେ ଆମେ ସେଇ କାର୍ଯ୍ୟକ୍ରମ ଆମେ କରିବା ଦ୍ୱାରା ଆମେ ଠିକ ଆମେ କରିପାରିବା। ଓକେ, ପ୍ରବୀଣା ମ୍ୟାଡ଼ାମ କୁହନ୍ତୁ। ଆଜ୍ଞା। ନମସ୍କାର। ନମ- ଯେ- ଆମେ ତ ବହୁତ ଲୋକଙ୍କୁ ଏଇ ଗାମା ଅରିଜିନାଲ ହେଲା, ଭେଜ ଓମେଗା ହେଲା, ମଧୁସ୍ରାମ ରସ ଏରା ସବୁ ତ ଦଉଛେ, କିନ୍ତୁ ସେ ରେଜଲ୍ଟ ଉପରେ ଆମର ଆଉ ଏତେ ଧ୍ୟାନ ଆସୁନି। ତେଣୁ ସେଇ ରେଜଲ୍ଟ ଗୁଡା ଯାହାକୁ ସବୁ ଦିଆ ହେଇଛି ତାଙ୍କ ରେଜଲ୍ଟ ଗୁଡା ସବୁ କଲେକ୍ଟ କରିକି ରଖିବାକୁ ପଡିବ। ଆଉ କିଏ ମାସେ ନେଲାଣି, କିଏ 2 ମାସ ନେଇଛି, କିଏ କାହା ରେଜଲ୍ଟ କଣ ହେଲାଣି, ସେଗୁଡାକ ଟିକେ ସବୁ ଇଏ କରିକି ଲେଖିକି ରଖିବାକୁ ପଡିବ। ତାଙ୍କ ରେଜଲ୍ଟ ଗୁଡା ଆଣିକି, ଫାଷ୍ଟ ରେଜଲ୍ଟ ଗୁଡା ତାପରେ ଖାଇଛନ୍ତି ତାଙ୍କ ରେଜଲ୍ଟ, ସେଟା ସବୁ ଆଣିକି ରଖିକି କରିବାକୁ ପଡିବ। ଏଗୁଡାକ ବି ଆମେ ଏତେ ଧ୍ୟାନ ଦେଇନଥିଲୁ। ଆଜି ଟିସି ସାର୍ କହିଲା ପରେ ଯେ ଏଇ ପ୍ରକୃତରେ ଯେ ଏଗୁଡାକ କେତେ ଜରୁରୀ, ଯେ ଆମ ଆର୍ସିଏମ ଜିନିଷ ଯେ କେତେ କାମରେ ଆସୁଛି ସେଗୁଡାକ ଆମେ ଆମର ମାନେ ଆମେ ଜାଣି ପାରୁନଥିଲୁ। ବର୍ତ୍ତମାନ ସେଗୁଡାକ ସବୁ କଲେକ୍ଟ କରିକି ସେଟା ସବୁ ଆଗକୁ ବଢେଇବାକୁ ପଡିବ। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର। ସାର୍ ଜୟ ଆରସିଏମ୍। ଜାର୍ସି। ଆଜ୍ଞା ସାର୍, ଆମର ଗୁରୁକୁଳରେ ବହୁତ ବଢିଆ ହେଲା ଆମର ଗାମା ଅରିଜିନାଲ ବିଷୟରେ। ଆଉ ଦେଖନ୍ତୁ, ଗୋଟେ ବଢିଆ କଥା କହିଲେ, ଦବାଇ ମିନ୍ସ ଦବେଇ ରଖିବାକୁ କୋଉ ଜିନିଷ ଭଲ କରେନି। କିନ୍ତୁ ଗୋଟେ ଜିନିଷ ଯଦି ଆମର ଏଲୋପାଥି ମେଡିସିନ ଯଦି କଣ୍ଟିନ୍ୟୁ କରିବା, ସେ ଜିନିଷଟା ଆମର ଧୀରେ ଧୀରେ ତା ସାଇଡ ଇଫେକ୍ଟ ରହିବ। ସେଥିପାଇଁ କେମିତି ଆମେ ନ୍ୟାଚୁରାଲ ଭାବରେ ତାକୁ କେମିତି ଆମେ, ଏଇଟା ବଢିଆ ଜିନିଷ ଆଜି କହିଲେ। ଆଜି ଗୋଟେ ଜିନିଷ, ଆଜି ଦେଖନ୍ତୁ, ଆଜି ବିପି ହଉ ଡାଇବେଟିସ୍ ହଉ, ଗୋଟେ ଜିନିଷ ଆଜି 50 ପଇସା ମାନେ 50 ଆରମ୍ଭ କରି କରି ଦେଖନ୍ତୁ, ସନ୍ଧ୍ୟାବେଳେ 2,000 ଲାଷ୍ଟରେ ଧୀରେ ଧୀରେ କାମ କରୁନି, ତାପରେ ହାଇ ଡୋଜ ଦଉଛି। ତାପରେ ଧୀରେ ଧୀରେ ଆମ ବଡିର ଇମ୍ୟୁନିଟି ପାୱାର କମି ଯାଉଛି। ଖାଲି ମେଡିସିନ ଖାଇଦେଲେ ହବନି, ଆମ ବଡିର କେମିତି ଇମ୍ୟୁନିଟି ପାୱାର ବଢେଇ ପାରିବା, କେମିତି ଆମ ବଡିର କେମିତି ଆମର ରେଜିଷ୍ଟାନ୍ସ ପାୱାର ବଢେଇଦବା, ସେଥିପାଇଁ ଆମକୁ ନିହାତି ଦରକାର ନ୍ୟୁଟ୍ରିସନ। ନ୍ୟୁଟ୍ରିସନ ଯଦି ଆମେ ଖାଇବା, ଯୋଉ ମେଡିସିନ ଖାଇବା ତାର ରେଜଲ୍ଟ ଭଲ ପାଇବ। ଯଦି ଆମେ ମେଡିସିନ ଖାଇବା, ଧୀରେ 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 ଆମର ମେଡିସିନ ଧୀରେ ଧୀରେ କାମ କରିବନି, ବଢି ବଢି ଡୋଜ ବଢି ବଢି ଚାଲିବ, ରୋଗ ବି ବଢି ବଢି ଚାଲିବ, ଆଉ ଆମର ଇମ୍ୟୁନିଟି ପାୱାର ଧୀରେ ଧୀରେ କମି ଚାଲିବ, ଆଉ ଆମର ଯେତିକି ଆମ ସେଲ ଅର୍ଗାନ ଟିସ୍ୟୁ ସେରା ବି ଡ୍ୟାମେଜ କରି ଚାଲିବ। ସେଥିପାଇଁ ଆମକୁ ନ୍ୟୁଟ୍ରିସନ ନିହାତି ଦରକାର। ନ୍ୟୁଟ୍ରିସନ ସହିତ ଯୋଗ ଦରକାର, ତା ପ୍ରାଣାୟାମ, ତା ସହିତ ଆମର ଡାଏଟ ର ଜିନିଷ ତା ସଠିକ ଦରକାର। କହିଲେ ଆମେ ଧୀରେ 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 ଆମର ବଡିର ଆମର ରେଜିଷ୍ଟାନ୍ସ ବଢିବ, ଆମେ ସୁସ୍ଥ ହେଇପାରିବା। ଯଦି ଆମେ ନ୍ୟୁଟ୍ରିସନ ଠିକରେ ନବା, ଦରକାର ପଡ଼ିଲେ ଆମର ଯୋଉ ଡାଇବେଟିସ, ବ୍ଲଡ ପ୍ରେସର, ଥାଇରଏଡ, କୋଲେଷ୍ଟ୍ରୋଲ, ହାର୍ଟ ପ୍ରୋବ୍ଲେମ ରହୁଛି, ଆମ ନ୍ୟୁଟ୍ରିସନ ମାଧ୍ୟମରେ ଆମେ ରିଭର୍ସ କରିପାରିବା। ସେଥିପାଇଁ ନ୍ୟୁଟ୍ରିସନ ନିହାତି ଆମକୁ ଦରକାର। ସେଥିପାଇଁ ଆମକୁ ଜାଣିବାକୁ ହେଲେ ଆମକୁ ଗୁରୁକୁଲ ଦେଖିବାକୁ ପଡିବ, ୟୁଟ୍ୟୁବ ଦେଖିବାକୁ ପଡିବ ଆମର, ହେଲେ ଆମେ ସେଥିରୁ ପ୍ରକୃତ ଜାନକାରୀ ଆମେ ପାଇପାରିବା। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ ସୁକାନ୍ତ ବାବୁ। ଆପଣ ବହୁତ ଲୋକଙ୍କୁ ବି ନ୍ୟୁଟ୍ରିସନ ଦେଇକି ଆପଣ ଟ୍ରିଟମେଣ୍ଟ କରିକି ତାଙ୍କର, ମୋ ଜାଣିବାରେ ବହୁତ ପୁରୁଣା ପୁରୁଣା ରୋଗକୁ ବି ଆପଣ ଭଲ କରିଛନ୍ତି। କିନ୍ତୁ ଦୁନିଆ ତାକୁ ହଁ ଦେଖିବ ସାର୍। କେମିତି, ଦୁନିଆ ଜାଣିବ କେମିତି ଯେ ୟା ଦ୍ୱାରା ଆପଣ ଠିକ କରୁଛନ୍ତି ବୋଲି। ଆମେ କେବଳ ନ୍ୟୁଟ୍ରିସନ ବିକିବା ଆମର କାମ ନୁହେଁ। ଆମ କାମ ହଉଛି ଭାରତବର୍ଷକୁ ରୋଗମୁକ୍ତ କରିବା। ତ ଇଏ ରୋଗମୁକ୍ତ କରିବାର ଯୋଉ ଅଭିଯାନ ଆମେ କରିଛେ, ସେଥିରେ ସଫଳ କେମିତି ହବା। ଲୋକ ତ ସବୁବେଳେ ପ୍ରମାଣ ଦେଖିବାକୁ ଚାହାନ୍ତି ନା। ତ ଲୋକ ଦେଖନ୍ତି ଯେ ଆମେ କଣ କରିଛେ ତାର ପ୍ରମାଣ ଦେଖିବାକୁ ଚାହାନ୍ତି। ତ ସେଥିଲାଗି 100 ଜଣଙ୍କର ଲୋକଙ୍କର ରେଜଲ୍ଟର ଗୋଟେ କ୍ଲବ ତିଆରି କରିବା ଦରକାର। ତାଙ୍କର ପୁରୁଣା ପ୍ରଥମ ରିପୋର୍ଟ, ଆଜ୍ଞା। ଆପଣଙ୍କ ପ୍ରଡକ୍ଟକୁ ଖାଇବା ପୂର୍ବରୁ ପ୍ରଥମ ରିପୋର୍ଟ। କେବଳ ଯେ ପ୍ରଡକ୍ଟ ଖାଇଦେଲେ ହବନି, ତା ପାଇଁ କଣ କଣ କାର୍ଯ୍ୟକ୍ରମ ଆମକୁ କରିବା ଦରକାର, ସିଡ୍ସର ଫର୍ମୁଲାକୁ କଣ କଣ ପାଳନ କରିବା ଦରକାର, ସେଇଟା ବି ଜରୁରୀ। ଯଦି ସେଇ ଜରୁରୀ କାମ ଆମେ କରୁନଥିବା, ତାହେଲେ ହୁଏତ ରେଜଲ୍ଟ କୋଉଠି ନା କୋଉଠି କମ ହେଇଯିବ। ତ ସେଥିଲାଗି ସିଡ୍ସର ଫର୍ମୁଲାକୁ ଆଜ୍ଞା ଆମେ ସାର୍। ଆପଣେଇବା ନିହାତି ଜରୁରୀ। ଆଉ ତା ଦ୍ୱାରା ଆମେ ପୁରା ଭାରତବର୍ଷକୁ ଆମେ ରୋଗମୁକ୍ତ ଆମେ କରିଦେଇ ପାରିବା। ଆଉ ତା ଦେହରେ ଆମେ ଏଇ ରେଜଲ୍ଟ କ୍ଲବ 100 ରେଜଲ୍ଟ କ୍ଲବ ତିଆରି କରିବା ନିହାତି ଜରୁରୀ।
ତ ତା ଉପରେ ଆଜିଠୁ ଧ୍ୟାନ ଦିଅନ୍ତୁ, କାମ ଆମେ ଆଜ୍ଞା ସାର୍। କରିବା ତାକି ଆମେ ସଫଳ ସଫଳ ବି ହେଇପାରିବା। ଗଗନ ବାବୁ, ହଁ ଗଗନ ବାବୁ ଅନମ୍ୟୁଟ କରନ୍ତୁ। ଓକେ, କାର୍ତିକ ବାବୁ ଅନମ୍ୟୁଟ କରନ୍ତୁ। କାର୍ତିକ ବାବୁ ବହୁତ ଭଲ ଭାବରେ ଲାଗିଛନ୍ତି ତାଙ୍କର ଉଁ, ଆ, ଜଳ ସଞ୍ଚୟ ଉପରେ ବହୁତ ବଡ ଆକାରରେ କାମ କରିବା ପାଇଁ ଲାଗିଛନ୍ତି। ଆଜି ପୁଣି ଥରେ ନେମାଳ ପାଖରେ ଗୋଟେ ଗାଁରେ ସେ ପାଖାପାଖି 60-70 ଚାଷୀଙ୍କୁ ଆଜି ବସଉଛନ୍ତି। ଆଉ ମତେ ବାଧ୍ୟ କଲେ ଯିବା ପାଇଁ, ସାହୁ ଭାଇ ମୁଁ ଆମେ ବାଧ୍ୟ ହେଇକି ଆମେ ଆଜି ଯାଉଛୁ, ପୁଣି ଥରେ ଯାଉଛୁ ନେମାଳ। ଆଜି 5ଟା ବେଳକୁ ସେଠି ଜଳ ସଞ୍ଚୟର କାର୍ଯ୍ୟକ୍ରମ ହବ। ଆଉ ସେଠି ଚାଷୀ ମାନଙ୍କୁ ଆମେ ଜଳ ସଞ୍ଚୟର ଉପକାରିତା ବିଷୟରେ, ଜଳର ଆବଶ୍ୟକତା କଣ ଅଛି, ଆଉ ତାଙ୍କର ପଇସା ଅଧିକା ଖର୍ଚ୍ଚ ହେଇଯାଉଛି, ମାଟି ତଳକୁ ଜଳ ପଳେଇ ଯାଉଛି, ତା ଉପରେ ବି କାର୍ଯ୍ୟକ୍ରମ ବହୁତ ବଢିଆ ଭାବରେ ସେ ଅର୍ଗାନାଇଜ କରିଛନ୍ତି, ବହୁତ ଦୌଡାଦୌଡି କରିଛନ୍ତି। ଚାନ୍ଦ ସାରଙ୍କର ଗାଇଡଲାଇନକୁ ଫଲୋ କରିକି କାମ ସେ କରୁଛନ୍ତି, ବହୁତ ବଢିଆ ଆକାରରେ କରୁଛନ୍ତି। ଆଉ ତା ଭିତରେ କେବଳ ଯେ ଆମେ ସେଠି ଏ ବିଷୟରେ ଡିସ୍କସନ କରିବୁନି, ଆମେ ଏଇ 100 ରେଜଲ୍ଟ କ୍ଲବ ଉପରେ ବି ଆଜି ଡିସ୍କସନ କରିବୁ। କାରଣ ଯୋଉ ଚାଷୀ ଭାଇ ମାନେ ଆସିବେ, ତାଙ୍କର ନିଜର ସ୍ୱାସ୍ଥ୍ୟ ସିନା ଠିକ ରହିଥିଲେ ସେ ଭାରତ ବର୍ଷକୁ ଖାଇବା ଦେଇ ପାରିବେ। ଆମେ ଖାଉଛେ, ଆମେ କୋଉଠି ବି ଅଛେ, ଆମେ ଆମେ ଖାଉଛେ ମାନେ ସେମାନେ ଦଉଛନ୍ତି ବୋଲି ଆମେ ଖାଉଛେ। ସେମାନେ ଯଦି ଉତ୍ପାଦନ ବନ୍ଦ କରିଦିଅନ୍ତେ, ଆଜି ଖାଇବାକୁ ମିଳନ୍ତାନି। ଆଜି ପୃଥିବୀରେ ବହୁତ ବହୁତ ଦେଶରେ ଆପଣ ଯୋଉଟାକୁ 5 ଟଙ୍କା 3 ଟଙ୍କାରେ ପାଉଛନ୍ତି, କିନ୍ତୁ ତାର ଯଦି ଆପଣ ଗୁଗୁଲରେ ମାରିକି ଦେଖିବେ, ସେଇ ଖାଦ୍ୟର ରେଟ୍ 500 ଟଙ୍କା 1000 ଟଙ୍କା ମିନିମମ୍ ତାର ରେଟ୍ ହେଇଯାଉଛି। ତ କାରଣ ସେଟା ନିହାତି ଜରୁରୀ। ଆଉ ଆସନ୍ତୁ ଆମେ ଯିବା ସାରଙ୍କଠୁ ଶୁଣିବା। ସାର୍ ୱେଲକମ୍ ସାର୍। ନମସ୍କାର ନମସ୍କାର ସାର୍। ସାର୍ ନମସ୍କାର। ନମସ୍କାର। ସମସ୍ତେ ନମସ୍କାର, ଜୟ ଆରସିଏମ୍, ନମସ୍କାର ସାର୍। ଗୁଡ ମର୍ଣ୍ଣିଂ। ଆସିମ୍ ଧନ୍ୟବାଦ ସମସ୍ତଙ୍କୁ, ବହୁତ ବହୁତ ଧନ୍ୟବାଦ। ଆପଣମାନେ ବହୁତ ଆଗ୍ରହର ସହିତ ଗୁରୁକୁଳ ଆଟେଣ୍ଡ କରୁଛନ୍ତି। ଆଉ ଏବଂ ଯୋଉ ଯୋଉ କଥା ଆପଣମାନେ ଅନୁଭବ କରିକିରି ପ୍ରକାଶ କରୁଛନ୍ତି, ସେଥିରୁ ଆପଣମାନଙ୍କ ଭିତରେ ପରିବର୍ତ୍ତନ ବହୁତ ଆସୁଛି ଆସ୍ତେ ଆସ୍ତେ। ତ କଥା ହଉଛି, ଆପଣମାନେ ବି ଅନୁଭବ କରୁଛନ୍ତି ଯେ ନିଜ ଭିତରେ ପରିବର୍ତ୍ତନ ଆସିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିଜ ଟିମରେ ଯୋଉ ଅନେକ ଲୋକଙ୍କର ପରିବର୍ତ୍ତନ କେମିତି ଆସିବ, ସେଥିପାଇଁ ଚେଷ୍ଟା କରିବା ବଡ କଥା। ନିଜ ଟିମରେ ସମସ୍ତଙ୍କ ସମ୍ପର୍କ କରନ୍ତୁ। ମିଟିଂକୁ ଡାକିଲେ ଯେ ମିଟିଂରେ ସେମାନେ ଆସିଯିବେ ତା ନୁହେଁ। ସେମାନେ ବାର ବାର କଥା ବି ଆଲୋଚନା ହଉଛି, ଆମେ ଯଦି କୌଣସି ବ୍ୟକ୍ତି ଆମର ଟିମର ସମସ୍ତଙ୍କୁ ମିଟିଂକୁ ବସିବା ପାଇଁ, ଗୁରୁକୁଳକୁ ଆସିବା ପାଇଁ ଯଦି ଚାହିଁବା, ତେବେ ତାଙ୍କ ସହିତ ରୀତିମତ ସମ୍ପର୍କରେ ରହିବା। ତାଙ୍କୁ ଗୁରୁକୁଳର ମହତ୍ଵ ସେମାନେ ଜାଣିବେ। ଗୁରୁକୁଳର ମହତ୍ଵ ଜାଣିବା ସହିତ ଗୁରୁକୁଳ ପରେ ଆମର ଏଇ ଯୋଉ ପ୍ରୋଗ୍ରାମ ହଉଛି, ଏ ପ୍ରୋଗ୍ରାମର ଉଦ୍ଦେଶ୍ୟ କଣ, ତାର ମଧ୍ୟ ଗୁରୁତ୍ୱ ବୁଝିବେ। ଏ ସବୁ ଯେତେବେଳେ ବୁଝିବେ, ଅନୁଭବ କରିବେ, ତେବେ ସେମାନେ ନିଶ୍ଚିତ ଭାବରେ ମିଟିଂକୁ ଆସିବେ। ଆଉ ଖାଲି ଯଦି ଆମେ ଡାକିବା ଯେ ଗୁରୁକୁଳରେ ବସ, ଗୁରୁକୁଳରେ ବସ ହେଇକରି 50 ଥର କହିଲେ ବି ସେମାନେ ଶୁଣିବେନି। କିନ୍ତୁ ଶୁଣିବେ କିଏ? ଯିଏ ଆପଣଙ୍କୁ ଭଲ ପାଆନ୍ତି, ଆପଣଙ୍କର କୁ ସମ୍ମାନ ଦିଅନ୍ତି। ଆପଣ ଯଦି ତାଙ୍କୁ କହିଲେ, ଯଦି ସେ ଆପଣ ତାଙ୍କୁ କହିଲେ, ଯଦି ସେ ନ ଶୁଣନ୍ତି, ତାହେଲେ ତାଙ୍କୁ ଖରାପ ଲାଗିବ ଯେ ହଁ ସାହୁ କହିଛନ୍ତି, ମୁଁ ଯେମିତି ହେଲେ ଗୋଟେ ବସେ। ଏଇଭଳି ବ୍ୟକ୍ତି ଯୋଉମାନେ ଆମର ଥାଆନ୍ତି, ସେମାନେ ଖାଲି ଏମିତି କହିଦେଲେ ଚାଲି ଆସିବେ। କିନ୍ତୁ ସେଭଳି ଯୋଉମାନେ ଆମକୁ ସେଇଭଳି ଆମର କଥାକୁ ସମ୍ମାନ ଦିଅନ୍ତୁ, ଆମକୁ ଭଲ ପାଆନ୍ତି, ଆମର ମାନେ ବିଶ୍ୱାସ କରନ୍ତି ଯେ ଆମେ ଯୋଉ କଥା କହିବା ସେ ନିଶ୍ଚୟ ତାଙ୍କର ଉପକାରରେ ଆସିବ, ଏଇଭଳି ଯୋଉମାନେ ଆମର ନିକଟତମ ଲୋକ ସବୁ, ସେମାନେ ହିଁ ଯଦି ଖାଲି କହିବା ଯେ ଗୁରୁକୁଳରେ ବସ 6:30 ବେଳକୁ ଆମର ଆରସିଏମ ରେ ଟିସିଜିଙ୍କର ଯୋଉ ପ୍ରୋଗ୍ରାମ ଚାଲିଛି, ସେଥିରେ ବହୁତ ଭଲ ଭଲ କଥା ସବୁ ଆଲୋଚନା ହଉଛି, ତାହେଲେ ସେମାନେ ଆସିପାରନ୍ତି। କିନ୍ତୁ ପ୍ରାୟ ଅନ୍ୟମାନେ ସମସ୍ତେ ତାଙ୍କୁ ଗୁରୁକୁଳର ଉଦ୍ଦେଶ୍ୟ, ଗୁରୁକୁଳର ମହତ୍ଵ, ଗୁରୁକୁଳରେ କଣ ସବୁ ଆଲୋଚନା ହଉଛି, ସେଥିରେ ବ୍ୟକ୍ତି ବିଶେଷର କଣ ଉପକାର ହବ, ସମାଜର କଣ ଉପକାର ହବ, ଦେଶର କଣ ଉପକାର ହବ, କେତେ ଲକ୍ଷ ଲକ୍ଷ ଲୋକଙ୍କର ଉପକାର ହଉଛି,
ସ୍ୱାସ୍ଥ୍ୟ ସମ୍ବନ୍ଧୀ ହଉ ଆର୍ଥିକ ଦୃଷ୍ଟିରୁ ହଉ ଏସବୁ କଥା ତାଙ୍କ ସହିତ ଯଦି କାଉନସିଲିଂ ନ କରାଯିବ, କାଉନସିଲିଂ ହଉଛି ବଡ କଥା। ଗୁରୁକୁଳ ଭିତରେ କାଉନସିଲିଂ 7:30ରେ ଆମର ଯୋଉ ପ୍ରୋଗ୍ରାମ ହଉଛି ତାର ସାରାଂଶ ଆଲୋଚନା ହଉଛି ସେ ବିଷୟରେ କାଉନସିଲିଂ 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 ଯଦି କାଉନସିଲିଂ ସବୁ କରିବେ ତାହେଲେ ଆପଣଙ୍କର ଟିମର ବ୍ୟକ୍ତିମାନେ ସବୁ ଆଟେଣ୍ଡ କରିବେ। ଯଦି କାଉନସିଲିଂ ନ କରୁଥିବେ ତାହେଲେ ସେମାନେ ଆସିବେ ନାହିଁ। ତେଣୁ ଏଥିରୁ ଜଣା ପଡୁଛି ଆପଣମାନେ କାଉନସିଲିଂର ଅଭାବ ରହୁଛି, କାଉନସିଲିଂର ଅଭାବ ରହୁଛି। ତ କାଉନସିଲିଂ କରନ୍ତୁ, ଗୁରୁକୁଳ ବିଷୟରେ କାଉନସିଲିଂ କରନ୍ତୁ। ଇଏ ବର୍ତ୍ତମାନ ଆପଣ ଆଜିର ଯୋଉ ପ୍ରୋଗ୍ରାମ କି ଅତୀତରେ ଯେତେ ବି ପ୍ରୋଗ୍ରାମ TCG ଯାହା ସ୍ୱାସ୍ଥ୍ୟ ବିଷୟରେ ଆଉ ସମସ୍ତ ବିଷୟରେ ଯୋଉ ଆଲୋଚନା ହଉଛି, ଅନ୍ୟର ଭଲ କରିବା, ଅନ୍ୟର ଉପକାର କରିବା, ଅନ୍ୟର ଇଏ ସିଷ୍ଟମ ତ ସେଇଆ, ଅନ୍ୟର ଉପକାର କରିବା, ଅନ୍ୟର ଭଲ କରିବା, ଇଏ କେବଳ ଏଇ RCM ସିଷ୍ଟମ। ଆଉ ଯୋଉଥିରେ କି ଅନ୍ୟର ଭଲ କରିବା ଉଦ୍ଦେଶ୍ୟ ହଉଛି ଅନ୍ୟର ଭଲ ହବ, ଅନ୍ୟର ଉପକାର ହବ, ଆଉ ଇନଡାଇରେକ୍ଟଲି ନିଜର ମଧ୍ୟ ଉପକାର ହବ। ଇଏ ହଉଛି ଏ ସିଷ୍ଟମର ଉଦ୍ଦେଶ୍ୟ। କିନ୍ତୁ ଆଉ ଗୋଟେ ଅଛି କଥା ଯେ ଯଦି ଅନ୍ୟର ଭଲ କରିବାକୁ ଯିଏ ଚାହିଁବ, ନିଜର ଭଲ ନହେଲେ ଅନ୍ୟର କେମିତି ଭଲ କରିବ? ନିଜର ଭଲ ନହେଲେ ନିଜେ ଯଦି ଭଲରେ ନଥିବେ ଅନ୍ୟକୁ ଭଲ କରିବେ କେମିତିକା? ତେଣୁ ସେଲ୍ଫ ଲଭ୍ ଯୋଉ କହନ୍ତି, ନିଜକୁ ଭଲ ପାଆନ୍ତୁ, ନିଜକୁ ଭଲ ପାଆନ୍ତୁ ସବୁ ଜାଗାରେ। ଆପଣମାନେ ଯୋଉମାନେ ଫ୍ଲାଇଟରେ ଯାଇଥିବେ ସେମାନେ ଫ୍ଲାଇଟର ଗୋଟେ ଏଇ ସୂତ୍ର ଅଛି, ଯେତେବେଳେ ଫ୍ଲାଇଟରେ ବସିବେ ତାଙ୍କର କଣ ଇଏ ଲଗାଯାଏ ଅକ୍ସିଜେନ, ସେଇଟାକୁ ଲଗେଇବାକୁ କୁହାଯାଏ, ସେଇଟାକୁ ଶିଖାଯାଏ, ସେଠି ସେମାନେ କହନ୍ତି ଆଗେ ନିଜର ଯଦି ପୁଅ ବସିଥିବ, ସ୍ତ୍ରୀ ବସିଥିବେ, ବାପା ବସିଥିବେ, ତାଙ୍କ ଆଗେ ନିଜେ ଲଗେଇ ସାରିଲା ପରେ ତାଙ୍କ ଲଗେଇବା ପାଇଁ କହିବେ। ଆଗେ ନିଜେ ସେ ଅକ୍ସିଜେନର ଏଟାକୁ କେମିତି ଲଗେଇବାର ଟେକ୍ନିକ ଟା ଜାଣିବା ଦରକାର। ଏଇଠି ହିଁ ମାନେ ଏଇ କର୍ମରୁ ହିଁ ଯେ ନିଜକୁ ଠିକ କରିଲେ, ନିଜକୁ ଭଲ ପାଇଲେ, ନିଜ ଠିକ ଜାଗାରେ ଛିଡା ହେଇପାରିଲେ ସିନା ଅନ୍ୟକୁ ଆମେ ଛିଡା କରିପାରିବା। ତେଣୁ ନିଜକୁ ଭଲ ପାଇବା ଦରକାର, ନିଜକୁ ଭଲ ପାଇବା ଦରକାର। ଆଉ ଗୋଟେ ନିଜକୁ ଭଲ ପାଇବା ଭିତରେ ଆଉ ଗୋଟେ ଅଛି ନିଜର କେମିତି ଭଲ ହବ, ନିଜେ କେମିତି ଷ୍ଟ୍ରଙ୍ଗ ହବେ। ଘରର ମୁଖିଆ ଯିଏ, ଗୋଟେ ଫ୍ୟାମିଲିର ମୁଖିଆ ଯିଏ, ବାପା ହେଇଥିବେ କି ବଡ ଯିଏ ଥିବେ, ମା, ସେମାନଙ୍କର ସ୍ୱାସ୍ଥ୍ୟ ପ୍ରଥମେ ଭଲ ରହିଲେ ତ ପିଲାମାନଙ୍କର ଘରର ସ୍ୱାସ୍ଥ୍ୟ ଭଲ ରଖିବେ ନା। ତେଣୁ ସବୁ ଜାଗାରେ ସେଇଆ, ନିଜେ ଭଲ ଥିଲେ ଦୁନିଆକୁ ଭଲ କରିବା ପାଇଁ ସେ ଶକ୍ତି ମିଳିବ, ସାହସ ମିଳିବ, ସବୁ ମିଳିବ। ତ ଏଇ ଯୋଉ ସିଡ୍ସ ବିଷୟରେ, ସିଡ୍ସ ହଉଛି କଣ? SEEDS, ସିଡ୍ସ। S ହଉଛି ସ୍ଲିପ, ଭଲ ନିଦ ଯେମିତି ହବ, ସିଡ୍ସ ର ଫର୍ମୁଲା। S ହଉଛି ଭଲ ନିଦ ଯେମିତି ହବ, ସ୍ଲିପ, ଭଲ ନିଦ ହବ। ସନ୍ଧ୍ୟା ରାତି 10ଟା 10:30ରେ ଶୋଇବେ, ସକାଳ ଭୋର 5ଟାରେ ଯେମିତି ଉଠିବେ, ଗଭୀର ନିଦ ଯେମିତି ହବ। ତାପରେ ଇ ରହୁଛି ଏକ୍ସରସାଇଜ। ଏକ୍ସରସାଇଜ ପ୍ରତିଦିନ କରିବାକୁ ପଡିବ, ପ୍ରତିଦିନ ମିନିମମ୍ ଅଧଘଣ୍ଟା ଏକ୍ସରସାଇଜ, ପ୍ରାଣାୟାମ ଏଇସବୁ କରିବା ଦରକାର। ତ ସିଏ 20 ମିନିଟ ଯଦି ମେଡିଟେସନ ପ୍ରାଣାୟାମ କରାଯାଇ ପାରିବ, 20 ମିନିଟ ଖାଲି ୱାକିଂ କଲେ ମଧ୍ୟ ଯଥେଷ୍ଟ, କିନ୍ତୁ ପ୍ରତିଦିନ କରିବାକୁ ପଡିବ। ଆଉ ଗୋଟେ ଇ ହଉଛି ଇମୋସନାଲ ୱେଲବିଂ, ଭାବନାତ୍ମକ ସ୍ୱାସ୍ଥ୍ୟ ଯେମିତି ଭଲ ରହିବ। ଇମୋସନାଲ, କୋଉ କଥାରେ ଡିପ୍ରେସନ ହେଇଯିବା, ଟେନସନ ହେଇଯିବା, ଇଏ ଯିବା, ଏକୁ କେମିତି ମ୍ୟାନେଜ କରାଯିବ। ଯଦି ଭାବନାତ୍ମକ ସ୍ୱାସ୍ଥ୍ୟ ଯଦି ଭଲ ନ ରହିବ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଖରାପ ହେଇଯିବ। ତ ଇମୋସନାଲ ୱେଲବିଂ ଯୋଉଟା ଭାବନାତ୍ମକ ସ୍ୱାସ୍ଥ୍ୟ, ସେଇଟା ଭଲ ରହିବାକୁ ଥିବ। ମନର ଅବସାଦ ରହିବା ଦରକାର। ଯଦି ଆସିଲା କୌଣସି କଥାରେ ଟେନସନ ଆସିଲା, କୌଣସି କଥାରେ ନେଗେଟିଭିଟି ଆସିଲା, ଇଏ ତାକୁ କେମିତି ମ୍ୟାନେଜମେଣ୍ଟ କରାଯିବ। ତାକୁ ହବ ତ, ମଣିଷର ଏଗୁଡା ସବୁ ହବ, ଷ୍ଟ୍ରେସ୍, ଟେନ୍, ଅବସାଦ, କେତେ କଥାକୁ ନ ବୁଝିପାରି ଆମେ, ସିଚୁଏସନକୁ ନ ବୁଝିପାରି, ବ୍ୟକ୍ତିର ସମ୍ପର୍କରେ ନ ବୁଝିପାରି ମଧ୍ୟ ଆମ ଭିତରେ, ମନ ଭିତରେ ବହୁତ କିଛି ନେଗେଟିଭ ଧାରଣା ଆସିଯାଏ। ତେଣୁ ଅନ୍ୟର କଥା ସାଙ୍ଗରେ କଥାବାର୍ତ୍ତା ହେଲା ବେଳକୁ ମଧ୍ୟ ଗୋଟେ କଥାରେ ଲୋକଙ୍କର ଟେନସନ ହେଇଯାଏ। ତ ଏଇ ସବୁ ଜିନିଷକୁ ମ୍ୟାନେଜମେଣ୍ଟ କରିବାକୁ ପଡିବ। ଆଉ ଗୋଟେ ହଉଛି ଡି, ହଉଛି ଡାଏଟ, SEED, ଡି ହଉଛି ଡାଏଟ। ଆମର ଡାଏଟ ଯେମିତି ଭଲ ରହିବ, ଖାଦ୍ୟ ପଦାର୍ଥ ଭଲ ରହିବ, ଆମର ନ୍ୟୁଟ୍ରିସନ ଯେମିତି ଭଲ ରହିବ, ଆମେ ଯେମିତି ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାନି, ବାହାରର ଜଙ୍କ ଫୁଡ ଖାଇବାନି, ଇଏ ସବୁ ଡାଏଟ ଭଲ ରହିବା ଦରକାର।
ତ ସେ ଆମର ଏଇ ଯୋଉ ଅଛି ଆମର ପୋଷକ ତତ୍ଵ ନ୍ୟୁଟ୍ରିସନ ସିଏ ମଧ୍ୟ ଠିକ ମତନ ଖାଇବା, ଇଏ ସବୁରେ ନିଜର ଡାଏଟ କୁ ଠିକ କରିବା। ତାପରେ ହଉଛି ଏସ୍ ହଉଛି ସପ୍ଲିମେଣ୍ଟ। ଡାଏଟ ହଉଛି ଖାଦ୍ୟ, ସେ ଏସ୍ ହଉଛି ସପ୍ଲିମେଣ୍ଟ, ଅର୍ଥାତ ଆମର ସପ୍ଲିମେଣ୍ଟ ଯୋଉ ତାକୁ ମଧ୍ୟ ଠିକ ମତନ ଖାଇବା। ତେଣୁ ଏ ସିଡ୍ସ ଯୋଉ ଫର୍ମୁଲା ମନୀଷା ଜୀ ତାଙ୍କର ବହିରେ ଲେଖିଛନ୍ତି, ବହୁତ ବଢିଆ କରି ଲେଖିଛନ୍ତି ସେ, ଆଉ ବହୁତ ରିସର୍ଚ୍ଚ କରିକି ସେ ଲେଖିଛନ୍ତି। ତେଣୁ ଆପଣମାନେ ସେ ବହିଟାକୁ ପାଖରେ ରଖନ୍ତୁ, ଆଉ ସମସ୍ତଙ୍କୁ ଏଇଟା ପ୍ରଚାର କରନ୍ତୁ। ଆମର ଯୋଉ ଯେତିକି ପ୍ରୋଗ୍ରାମ ସୀମା ମ୍ୟାଡାମ କରୁଛନ୍ତି ସେଥିରେ ଏ ସିଡ୍ସ ଉପରେ, ଆଉ ମନୀଷା ମ୍ୟାଡାମଙ୍କର ଯୋଉ ବହି ନୂଆ ବହିଟା ବାହାରିଛି ତାକୁ ମଧ୍ୟ ପଢିକିରି ସେଥିରୁ ନୋଟ୍ସ କରିକିରି ମ୍ୟାଡାମ ମଧ୍ୟ ସମସ୍ତଙ୍କୁ କହୁଛନ୍ତି, ଜୁମରେ ମଧ୍ୟ ଏସବୁ କହୁଛନ୍ତି। ମୁଁ ଏସବୁ ତାଙ୍କର ଏସବୁ ପଢଉଥିଲା ବେଳେ ମୁଁ ଶୁଣି ଶୁଣିକିରି ମୋର ବି ବହୁତ ମନେ ରହିଯାଇଛି। ତେଣୁ ମୁଁ ବି ସମସ୍ତଙ୍କୁ କହୁଛି ନିଜେ ସ୍ୱାସ୍ଥ୍ୟ ଭଲ ରଖନ୍ତୁ, ଭଲ ମତ ନିଦ, ସ୍ୱାସ୍ଥ୍ୟ ଏକ୍ସରସାଇଜ କରିବେ, ତାପରେ ଇମୋସନାଲ ହେଲ୍ଥ ଯେମିତି ଭଲ ରହିବ। ଦେଖନ୍ତୁ ଆମର ଜଣେ ଲିଡର ଯିଏ ଚାଲିଗଲେ ଦେବବ୍ରତ ଗିରି, ତାଙ୍କର ବ୍ରେନ ଷ୍ଟ୍ରୋକ ହେଇଗଲା। ବ୍ରେନ ଷ୍ଟ୍ରୋକ ର କାରଣ କଣ? ପ୍ରାୟ ଅନେକ ଜାଗାରେ ବ୍ରେନ ଷ୍ଟ୍ରୋକ ହଉଛି। ବ୍ରେନ ଷ୍ଟ୍ରୋକ ର କାରଣ କଣ? ଇମୋସନାଲ ୱେଲବିଂ ବା ଭାବନାତ୍ମକ ସ୍ୱାସ୍ଥ୍ୟର ଯଦି ଅଭାବ ରହିବ, ତାକୁ ଯଦି ମ୍ୟାନେଜମେଣ୍ଟ ନ କରିପାରିବେ ତାହେଲେ ଷ୍ଟ୍ରେସ୍ ବଢିବ, ଷ୍ଟ୍ରେନ୍ ବଢିବ, ଟେନସନ ବଢିବ, ଆଉ ସେ କଣ ହୁଏ ବ୍ରେନ ଷ୍ଟ୍ରୋକ ହେଇଯାଉଛି। ତ ଯାହାର ବିପି ଅଛି ସେ ଯେମିତି ହେଲେ ବ୍ଲଡ ପ୍ରେସର ମେଡିସିନ ସବୁବେଳେ ଖାଉଥିବେ, ବ୍ଲଡ ପ୍ରେସର ମେଡିସିନ ଖାଉଥିବେ, ଗାମା ଓରିଜିନାଲ ବି ଖାଉଥିବେ, ତା ସହିତ ବ୍ଲଡ ପ୍ରେସର ମେଡିସିନ ମଧ୍ୟ ଖାଉଥିବେ। ଡକ୍ଟର ସହିତ କନସଲ୍ଟ କରିକି ସବୁବେଳେ ନିଜର ସ୍ୱାସ୍ଥ୍ୟ ବିଶେଷ କରି ବିପି ଏଟାକୁ ଥରେ ଥରେ ଲିପିଡ ପ୍ରୋଫାଇଲ ମଧ୍ୟ କରୁଥିବେ। ଲିପିଡ ପ୍ରୋଫାଇଲ ପ୍ରତି 3 ମାସରେ ଲିପିଡ ପ୍ରୋଫାଇଲ କରିବା କଥା। ବର୍ତ୍ତମାନ ସମୟରେ ଲିପିଡ ପ୍ରୋଫାଇଲ, ମାନସିକ ସ୍ୱାସ୍ଥ୍ୟ, ଇଏ ସବୁ ଠିକ ରହିବା ଦରକାର। ତ ଏଇଭଳି ଭାବେ ନିଜର ସ୍ୱାସ୍ଥ୍ୟ ଯଦି ଆମେ ଭଲ ରଖିବା ତାହେଲେ ଅନ୍ୟର ସ୍ୱାସ୍ଥ୍ୟକୁ ଭଲ କରିପାରିବା। ନିଜେ ଯଦି ସ୍ୱାସ୍ଥ୍ୟ ନ ହେଇଥିବା, ନିଜର ଯଦି ଶରୀର ଭଲ ନଥିବ, ଅନ୍ୟକୁ ଆମେ କହିବା ଏମିତି ଖାଇଲେ ଭଲ ହବ, ସେମିତି ଖାଇଲେ ଭଲ ହବ, ଏମିତି କଲେ ଭଲ ହବ, ଇଏ କହିଲେ କଣ ତାର ମୂଲ୍ୟ କଣ ରହିବ? ସେ କହିବା ନିଜେ ତ ଠିକ ନାହିଁ, ଆଉ ଆମକୁ ବଡ ବଡ କଥା କହୁଛି। ମୋର ମୋତେ 67 ଇୟର୍ସ ହେଲାଣି। ତ ସେ ମତେ ମତେ ମୁଁ ବହୁତ ଅନେକ ଡିସିପ୍ଲିନ ହିସାବରେ ମୋର ଏଇଭଳି ସବୁ ମୁଁ କରୁଛି। ସକାଳୁ ଉଠିବା, ମର୍ଣ୍ଣିଂ ୱାକ୍ କରିବା, ଟିକେ 10-15 ମିନିଟ ବସିଯିବା, ବସିକିରି ମେଡିଟେସନ କରିବା, ଏସବୁ କରୁଛି। ଖାଦ୍ୟପେୟ ବହୁତ ମୋର ଡିସିପ୍ଲିନ ଚେଷ୍ଟା କରୁଛି କରେ। ଏଗୁଡା ତ ମୋର ଭଗବାନଙ୍କର, ମୋର ପେଟର ଦୋଷ ପିଲାବେଳୁ ଅଛି। ପିଲାବେଳୁ ପେଟ ଦୋଷ, ମା ବହୁତ କେୟାରଫୁଲି ମତେ ରଖିଲେ। ସେଥିରେ ମୁଁ ଆହୁରି ସଚେତନ ହେଇଯାଇଥିଲି। ତ ଏହା ଦ୍ୱାରା କଣ ହୁଏ ନା, ତେଲ ଜିନିଷ କିଛି ଖାଉନଥିଲି, ବହୁତ କମ କମ ଖାଏ। ତାପରେ କଣ ହୁଏ ନା, ହେଲ୍ଥ କାର୍ଡ ତେଲ ଆସିବା ପରେ ମୁଁ ତେଲ ଭଜା ଭଜି ଏସବୁ ଖାଇପାରୁଛି। ତ ତାପରେ ଗାମା ଓରିଜିନାଲ ଏସବୁ କାମ କରୁଛି। ତ ମୁଁ ଥରେ ଥରେ ଭଗବାନଙ୍କୁ ଧନ୍ୟବାଦ ଦିଏ ଯେ ମୋର ପେଟ ରୋଗ ମୋର ଅଛି। ତ ପେଟ ରୋଗ ହବା ଦ୍ୱାରା ମୁଁ କଣ କରୁଛି ନା, ନିଜକୁ ବହୁତ ଡିସିପ୍ଲିନ ହେଇଯାଇଛି। ମୁଁ ଡିସିପ୍ଲିନ ହେଇଯାଇଛି। ଗୋଟେ ମାନେ ଦୋଷ ଯଦି ରହିବ ତାକୁ ମ୍ୟାନେଜ କରିବା ପାଇଁ ହେଲେ ନିଜକୁ ଡିସିପ୍ଲିନ ରଖିବା ପାଇଁ ବାଧ୍ୟ ହେବେ। ମୁଁ ତେଣୁ ଖାଇବା ଏପଟ ସେପଟ କରୁନି। ଯଦି ଭଲ ହଜମ ଶକ୍ତି ଥାନ୍ତା ତାହେଲେ ଯୁଆଡେ ସେ ଯେମିତି ସେମିତି ଖାଆନ୍ତି। ସେମିତିକା ଡାଇବେଟିସ ରୋଗୀ ମାନେ ମୁଁ ଦେଖିଛି, ଡାଇବେଟିସ ରୋଗୀ ମାନେ ସେମାନେ ମାନେ ନିଜକୁ ଏତେ ଡିସିପ୍ଲିନ ରଖନ୍ତି ଯେ ସାଧାରଣ ଲୋକଙ୍କଠୁ ସେମାନେ ବହୁତ ସ୍ୱାସ୍ଥ୍ୟ ତାଙ୍କର ଭଲ। ତ ଏଇଭଳି ଭାବରେ ନିଜକୁ ଭଲ ରଖିଲେ, ନିଜକୁ ଭଲ ପାଇଲେ ଆମେ ଦୁନିଆକୁ ଭଲ ରଖିପାରିବା। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଅବଠୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ ସାର୍। ଆଜି ତ ଅଲରେଡି ସମୟ ହେଇଯାଇଛି, ଆମେ ଆଜିର କାର୍ଯ୍ୟକ୍ରମକୁ